भगवते वासुदेवाय। चतुर्दशोऽध्याय। परीक्षित उवाच शृण चरण करे धरी बोले परीक्ष दंडधारी भो मुनि तोर मुखु शुणी दुर्गम असंभव बाणी संशय कली मुहि चिते से कथा कह एबे मुते बलिर यज्ञ भग्नार्थे बामन जन्मिले केमन्ते ताहार अति तप बळे जन्म लभिले काहा कूले धरणी तिनि पाद दाने बळिकी छळिले बामने से बळी स्वभावे ईश्वर अशेष देवे अधिकार कृपण प्राय ताकु धरी किंपा बांधिले मधुहारी हेमंत राजा वाक्य शुणी सुक कहन्ति परिमाणी शुण हे अभिमनु सुत अद्भुत विष्णुर चरित। श्रीशुक उवाच जेमन्ते विश्वरूप छळे बळिकी चापिले पाताळे सर्वे जे देवासुरपणे युद्धे जिणिले देवगणे बळी सहित मरिगले शेषे दानव जेते थिले बळीर मृत पिंड नेई पश्चिम गिरी पृष्ठे देई बळीर मृत पिंड नेई पश्चिम गिरी पृष्ठे थोई शुक्रंकु आणी गौरवे विश्वासी करिले दानवे असुरंकर भाव घेनी शुक्र जे मृत्यु संजीवनी मंत्रे जी आइले तक्षणे जेतेक मरिथिले रणे सकळे उठिले तक्षणे नमिले शुक्रंक चरणे बोलन्ति शुक्र मुख चाहि अनाथ होइलु गोसाई देवे जे अमृत भक्षणे अमर होई घोर रणे आम्भकु मारी गले सर्वे तुम्भे जीवन देइबे तुम्भे जे आम्भर सहाय एबे की करिबु हे कह एमन्ते असुरंक वाक्य एमन्ते असुरंक वाक्ये शुक्र चिंतिले बसी एके विचार करी सुध चिते कहन्ति बळीर ग्रते तु महायज्ञ बेगे कर जेमन्ते जिणिबु समर एमन्ते गुरु वाक्य शुणी
ବଳି ଯଜ୍ଞର ବିଧି ଆଣି ଋତିଜ କରି ଜଣେ ଜଣେ ବରିଲା ଯଜ୍ଞର କାରଣେ ତ୍ରିଜୟ ନାମେ ଦେବକ୍ରତୁ କଲା ଅସୁର ଜୟ ହେତୁ ବ୍ରାହ୍ମଣେ ମିଳି ବେଦ ବାକ୍ୟ ମାର୍ଜନା କଲେ ଏକେ ଏକେ ବ୍ରାହ୍ମଣେ ମିଳି ବେଦ ବାକ୍ୟେ ମାର୍ଜନା କଲେ ଏକେ ଏକେ ତଲକ୍ୟ ମଧ୍ୟେ ରାଜା ଏକ ଏ ଭାବେ କଲେ ଅଭିଷେକ ସୁବର୍ଣ୍ଣ ରତେ ମନ୍ତ୍ର ତେଜେ ବାକ୍ୟ ଗମଇ ଶୂନ୍ୟ ମାଝେ ହରିତ ବର୍ଣ୍ଣ ସ୍ୱଜତି ହେମନ୍ତର ବିରଥ ଗତି ସିଂହସ୍ୱରୂପ ଧ୍ୱଜ ସାଜେ ସୁବର୍ଣ୍ଣ ସିଂହାସନ ମାଝେ ହୋମ ନିର୍ମିତ ଧନୁ ତୃଣେ ଅଭେଦ କବଚ ଭୂଷଣେ ଅମ୍ଳାନ ପୁଷ୍ପମାଳା ଗଳେ ନିବେଶୀ ପ୍ରହ୍ଲାଦ ସେ କାଳେ ଭୃଙ୍ଗୁ ଶଙ୍ଖ ଦେଲେ କରେ ଯେ ନାଦେ ତ୍ରିଭୁବନପୁରେ ବିପ୍ରେ ଆହୁତି ମନ୍ତ୍ର ବଳେ ସ୍ତୁତି କଲେ ସୁମଙ୍ଗଳେ ବିପ୍ରଙ୍କୁ ପ୍ରଦକ୍ଷିଣ କରି ରୋମାଞ୍ଚ ଗାତ୍ରେ ମୋଦ ଭରି ପ୍ରହ୍ଲାଦ ପାଦେ ପ୍ରଣମିତ ବଳିଆରୋହି ଦିବ୍ୟରଥ ନାନା ଭୂଷଣ କଳେ ବରେ ଧନୁ ଖଡ଼ଗ ଧରି କରେ ରତ୍ନ କଙ୍କଣ ବାହୁ ମୂଳେ ବିରାଜେ ମୁକୁଟ କୁଣ୍ଡଳେ ଜାଜ୍ୱଲ୍ୟ ରଥ ମଧ୍ୟେ ବସି ଅନଳ ତେଜ ପ୍ରାୟ ଦିଶି ଅଷ୍ଟୈଶ୍ଚର୍ଯ୍ୟ ବଳି ତେଜେ ଅସୁର ବର୍ଗ ମଧ୍ୟେ ରାଜେ ହେମନ୍ତ ତୁଲେ ବଳ ଘେନି ଚଳନ୍ତେ କମ୍ପଇ ମେଦିନୀ ସକଳେ ହୋଇ ଏକ ମନ ଗ୍ରାସେ କି ପିଇବେ ଗମନ ସକଳେ ହୋଇ ଏକ ମନ ଗ୍ରାସେ କି ପିଇବେ ଗଗନ ଅସୁର ସେନା ରଥେ ବସି ନାହିଲେ ଅନ୍ତରିକ୍ଷେ ଗ୍ରାସୀ ଚଳନ୍ତେ କମ୍ପେ ଦଶ ଦିଗ କେଶହୁ ଅସୁରଙ୍କ ତ୍ରାସ ମିଳିଲେ ଇନ୍ଦ୍ରର ଭୁବନ ଅଶେଷ ନିରୋଧୀ ବିମାନ ନନ୍ଦନ ବନ ପନ୍ତି ପନ୍ତି କଳ୍ପପାଦପେ ବିରାଜନ୍ତି ବିହଙ୍ଗ ମିଥୁନେ ଶୋଭିତ ଭୃଙ୍ଗ କୋକିଳ ଗାନେ ରତ ହଂସ ସାରସ ଚକ୍ରବାକେ କାରଣ୍ଡେ ଉତ୍ତମ ଡାହୁକେ କେଳି କରନ୍ତି ସରୋବରେ
ବସନ୍ତି ସୁଗନ୍ଧି ସମୀରେ। ନଳିନୀ ବନେ ମନୋହର ସ୍ଥିରକାମୀ ଯେ କ୍ରୀଡ଼ା ଘର। ସୁସଞ୍ଜ ପରୀକ୍ଷା ଯେ ସନ ଆକାଶ ଗଙ୍ଗାରେ ଭୂଷଣ। ପାଚେରୀ ଦିଶେ ଅଗ୍ନିବର୍ଣ୍ଣ ଅଟାଳି ଭେଦିଛି ଗଗନ। ଦ୍ୱାରେ କବାଟ ହେମମୟେ ଦେଖନ୍ତା ପ୍ରାଣୀ ମନ ମୋହେ। ସ୍ଫଟିକମୟ ପୁର ଦ୍ୱାରେ ଯେହ୍ନେ ବିରାଜେ ନିଶାକର। କେ କହୁ ଗଜମାର୍ଗ ସୀମା ଯାହା ଗଢ଼ିଲା ବିଶ୍ୱକର୍ମା। ସଭା ଚତ୍ୱର ପଥ ସୋହେ ତପସ୍ୱୀ ଜନ ମନ ମୋହେ। ଅପୂର୍ବ ବିମାନ ସମୂହେ ମଣି ନିର୍ମିତ ଝରା ସୋହେ। ପ୍ରବାହ ବେଦିକା ବିରାଜେ ମଣି ଶୋଭିତ ମହାତେଜେ। ଦିବ୍ୟ କାମିନୀ ଗଣ ଯହିଁ ନବ ବୟସୀ ରୂପ ବହି। ଶ୍ୟାମ ବିରଜ ବସ୍ତ୍ର ଯୁକ୍ତ ଯହିଁ ଚଳନ୍ତି ଯୂଥ ଯୂଥ। ଶୋଭା ଦିଶନ୍ତି ନାନା ବର୍ଣ୍ଣେ ଘୃତ ପ୍ରଦୀପ ଅଗ୍ନି ଯେହ୍ନେ। କବରୀ ଗନ୍ଧେ ଭୃଙ୍ଗଗଣ ପ୍ରସରି କରନ୍ତି ଗ୍ରହଣ। ନାନା ସୁଗନ୍ଧ ଲେପ ଦେହେ ପ୍ରମୋଦ ଗନ୍ଧେ ବାୟୁ ମୋହେ। ସୁବର୍ଣ୍ଣ କାନ୍ଥେ ଜଳରନ୍ଧ୍ରେ ସୋହେ ଅଗୁରୁ ଧୂପ ଗନ୍ଧେ। ମାର୍ଗେ ସୁଗନ୍ଧ ଧୂପ ଧୂଆଁ ମଧ୍ୟେ ଚଳନ୍ତି ସୁରପ୍ରିୟା। ପାଣ୍ଡୁର ଦିଶେ ପନ୍ତି ପନ୍ତି ଧୂପ ମଣ୍ଡଳ ସଞ୍ଚରନ୍ତି। ମଣି ମଣ୍ଡିତ ହେମ କାନ୍ଥେ ଛାୟା ଦିଶଇ ମାର୍ଗେ ଯାନ୍ତେ। ଜଗତ ଅଟାଳି ସୁସଞ୍ଜେ ପତାକା ସୋହେ ଅତି ଉଚ୍ଚେ। ମୟୂର ପାରାବତ ନାଦେ ସଙ୍ଗୀତ ମଙ୍ଗଳ ଶବଦେ। ମୃଦଙ୍ଗ ଶଙ୍ଖ ଭେରୀ ନାଦ ତାଳ ମୁରଲି ବୀଣା ବାଦ୍ୟ। ତାଣ୍ଡବେ ନାନା ବାଦ୍ୟ ସୋହେ ଶ୍ରୁତି ପ୍ରବନ୍ଧେ ମନ ମୋହେ। ସେ ପୁରେ ମାନି କଷ୍ଟ ଦାୟୀ ପାପିଷ୍ଠେ ନ ପାରନ୍ତି ଯାଇ। ଭୃତ୍ୟ ସନ୍ତାପ ଖଳ ଜନେ ସୁଜନେ ପୀଡ଼ଇ ଯେ ଜନେ। ହିଂସ୍ର ହୃଦୟ କାମୀ ଲୋଭୀ ସେ ନୃତ୍ୟ ପର ପୀଡ଼ା ଭାବୀ। ସେ କାହିଁ ଯିବେ ସେ ଭୁବନେ ଯାହା ଚିନ୍ତନ୍ତି ଯୋଗୀ ଜନେ। ଏମନ୍ତ ପୁରେ ରାତ୍ର କାଳେ ବଳି ମିଳିଲା ଅତି ବଳେ। ବେଗେ ବେଢ଼ିଲା ଅଷ୍ଟଦିଗ କେ କହୁଁ ଅସୁରଙ୍କ ବେଗ। ଭୂମି ଗଗନ ଅନ୍ତରାଳେ ବାଦ୍ୟ ନ ଶୁଭଇ ଚହଳେ। ଶୁକ୍ରର ଶଙ୍ଖ କରେ ଘେନି
ବଳି ଯେ କଲା ଘୋର ଧ୍ୱନି, ଶବଦେ ଭୁବନ କମ୍ପିଲା, ଶବ୍ଦେ ଯେ ଇନ୍ଦ୍ର ତ୍ରାସ କଲା। ବଳି ଉଦ୍ୟମ ଇନ୍ଦ୍ର ଶୁଣି, ସଭ୍ରମେ ମନେ ମନେ ଗୁଣି। ବିଚାର କରେ ଗୁରୁ ମେଳେ, କେମନ୍ତେ ରହିବି ନିଶ୍ଚଳେ। ଅସୁରେ ଅମୃତ ନ ପାଇ, ସମରେ ମଲେ ରୋଷ ବହି। ଶୁକ୍ରର ମୃତ୍ୟୁ ସଞ୍ଜୀବନେ, ପ୍ରାଣ ପାଇଲେ ସାଧୁ ଧ୍ୟାନେ। କିମ୍ପା ଉଦ୍ୟମ ପରିମାଣି, ଅଇଲେ ଆମ୍ଭେ ତା ନ ଜାଣି। ଭୂମୁନି ନମୁ ତୋର ପାଏ, ସ୍ୱର୍ଗେ କେମନ୍ତେ ଥିବୁ ଭୟେ। କହ କି କରିବୁ ଉପାଏ, ଯାବତ ରଜନୀ ନ ପାଏ। ଦେଖ ଏହାର ତେଜ ରାଶି, ମିଳିଲା ଅନ୍ତରାକ୍ଷେ ଆସି। ଦେଖ ଏହାର ତେଜ ରାଶି, ମିଳିଲା ଅନ୍ତରିକ୍ଷେ ଆସି। ମୁଖେ କି ଆକାଶ ପିଇବ, ତ୍ରିଦଶ ଜିହ୍ୱାରେ ଲେହିବ। ଇନ୍ଦ୍ରର ବାକ୍ୟ ବୃହସ୍ପତି, ଇନ୍ଦ୍ର କୁଶଳ ମନେ ଚିନ୍ତି। ବୋଲନ୍ତି ଶୁଣ ସୁରପତି, ତୁ ବେଗେ ଛାଡ଼ ବାରସ୍ପତି। ଶୁକ୍ର ଯେ ଅସୁରଙ୍କୁ ତାରି, ଚିତ୍ତେ ପ୍ରତିଜ୍ଞା ଅଛି କରି। ସଂକଳ୍ପ କଲା ପୁରୋହିତ, ଯଜ୍ଞ କଳ୍ପିଲା ଇନ୍ଦ୍ରଜିତ। ତାହାର ମନ୍ତ୍ର ବଳ ତେଜେ, ତୁ କାହିଁ ଥିବୁ ସ୍ୱର୍ଗ ମାଝେ। ଜୀବନେ ଅଛି ଯେବେ କାର୍ଯ୍ୟ, ତେବେ ଅମରାବତୀ ତେଜ। ମୁହିଁ ଜାଣଇ ଯୋଗ ଧ୍ୟାନେ, ବଳି ସେ ଶୁକ୍ରର ବଚନେ। ଘୋର ସମରେ ତୋତେ ଜିଣି, ତିନି ଭୁବନେ ବୀରମଣି। ରାଜା ହୋଇବ ଯଜ୍ଞ ବଳେ, ତୁ ଏବେ ରହ ଯା ନିଶ୍ଚଳେ। ବିଷ୍ଣୁର ପଶ ଯା ଶରଣ, ତୋତେ ଦେଖିବେ ନାରାୟଣ। ଯାବତ ବଳି ତେଜ ନାଶେ, ତାବତ ରହ ବନବାସେ। ଯହିଁ ପର୍ବତ ବନ ଘୋର, ନିଗମେ ରହ ସର୍ବଶୂର। ଏମନ୍ତେ ଗୁରୁ ବାକ୍ୟ ଶୁଣି, ଅମୃତ ପ୍ରାୟ ଚିତ୍ତେ ମଣି। ମିଳି ସକଳ ଦେବଗଣେ, ଭୟେ ପଶିଲେ ଘୋର ବନେ। ଏମନ୍ତେ ରଜନୀ ପ୍ରଭାବେ, ବଳି ସେ ଅସୁର ସମେତେ। ଏମନ୍ତେ ରଜନୀ ପ୍ରଭାତେ, ବଳି ସେ ଅସୁର ସମେତେ। ବସିଲା ଇନ୍ଦ୍ରର ଆଶ୍ରମେ, ଭୃଙ୍ଗୁ ବଚନେ ସୁଖ ମନେ। ଇନ୍ଦ୍ର ଭୁବନେ ବସିତୋ ସେ,
त्रैलोक्य रखे आत्मदेशे सताश्वमेध जाग फळे संसारे जस लभे हेळे बोइला विप्र जगन्नाथ भाषा प्रबंधे भागवत सुजने एणे करमती तरिब विषय दुर्गति इति श्रीमद्भागवते महापुराणे पारमहंस संहिताया 82 अष्टमस्कन्धे बलिस्वर्गलङ्घने नाम चतुर्दशो अध्यायो। ॐ नमो भगवते वासुदेवाय।